ମୁଁ ତ ସେୟା ଜାଣିବାକୁ ଚାହୁଁଛି। କିଛି ଦିନ ତଳେ କହୁଥିଲେ କେଜରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ, ସପ୍ତାହେ ଯାଇନି ଏବେ କହୁଛନ୍ତି କେଜରିୱାଲ ରାଜ୍ୟସଭାକୁ ଯିବେ। କିଏ ଏ ଖବର ଦଉଛି? ଏ ଖବରର ଆଧାର କ'ଣ? କେଜରିୱାଲଙ୍କ ନାଁରେ ଆରମ୍ଭରୁ ଅଦ୍ଭୁତ ଅଦ୍ଭୁତ ହାସ୍ୟାସ୍ପଦ କୁଷ୍ଠା ପ୍ରଚାର ହେଇଛି। ଆପଣଙ୍କର ମନେ ଥିବ 2022 ଇଲେକ୍ସନ ବେଳେ କୁହାଗଲା କେଜରିୱାଲ ଚାହୁଁଥିଲେ ପଞ୍ଜାବକୁ 2 ଭାଗ କରିବେ ଏବଂ ଗୋଟେ ଭାଗରେ ସେ ନିଜେ ପ୍ରଧାନମନ୍ତ୍ରୀ ହେବେ। ଯାହାର ଟିକିଏ ନାକୁ କମନ ସେନ୍ସ ଥିବ ସେ ଟିକେ ଭାବିବ ଭାଇ ସେ ଗୋଟେ ଦେଶ ଛାଡ଼ିକି ଆଉ ଗୋଟେ ଦେଶ ବନେଇକି ପ୍ରଧାନମନ୍ତ୍ରୀ କେମିତି ହେବ, ତାକୁ ଫାଇଦା କ'ଣ? ସେଟା ପ୍ରଚାର ହେଲା। ଯେତେବେଳେ କେଜରିୱାଲ ଜେଲ୍ ଗଲେ କହିଲେ ସୁନିତା କେଜରିୱାଲ ହେଇଯିବେ ମୁଖ୍ୟମନ୍ତ୍ରୀ, କୁଆଡ଼େ ଗଲା ସେ କଥା? ଏ କୁଷ୍ଠା ପ୍ରଚାରର କାରଣ ହେଲା ଯେ କେଜରିୱାଲଙ୍କୁ ଗୋଟେ ଦର୍ଶାଇବା ଜଣେ କ୍ରୁକ୍, ଠକ, ଜଣେ କ୍ଷମତା ଲୋଭୀ। ଏ କାଲି ଦିନ 11ଟା ସୁଦ୍ଧା ଆପ୍ ତରଫରୁ ତାଙ୍କର ରାଷ୍ଟ୍ରୀୟ ପ୍ରବକ୍ତା 2 ଥର କହିସାରିଲାଣି ଏମିତି କୌଣସି ପ୍ଲାନ୍ ନାହିଁ, କିନ୍ତୁ ଖବର ଚାଲିଛି। ଓଡ଼ିଶାର କେତେକ ନ୍ୟୁଜ୍ ପେପର ମୁଁ ଆଜି ଦେଖୁଥିଲି ସେଥିରେ ବି ସେୟା ଲେଖା ହେଇଛି। କହୁଛନ୍ତି ସଞ୍ଜୀବ ଆରୋରା ଯିଏ ପଞ୍ଜାବର ରାଜ୍ୟସଭା ଅଛି ମେମ୍ବର ଅଛନ୍ତି, ତାଙ୍କୁ ଇସ୍ତଫା ଦେବାକୁ କୁହାହେଇଛି। ସେ ଲଢ଼ିବେ ଲୁଧିଆନାର ଉପନିର୍ବାଚନ ଲଢ଼ିବେ, ସେଥିପାଇଁ ସେ ତାଙ୍କ ଜାଗାରେ ପଳେଇଯିବେ କେଜରିୱାଲ। ମୁଁ ଜାଣିନି ପ୍ରକୃତରେ କେଜରିୱାଲ ଯିବେ କି ନାହିଁ, କିନ୍ତୁ ପାର୍ଟି ତରଫରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ମନା କରାଯାଇଛି। ଭାରତୀୟ ଜନତା ପାର୍ଟି କହିବା କଥା ସେ ଜଣେ କ୍ଷମତା ଲୋଭୀ ଲୋକ, ଚାहे ଯେମିତି ମଝିରେ ହଁ। ଶୁଣିବାକୁ ମିଳିଲା କି ବିଜେପି ଯୋଉ ପଞ୍ଜାବରେ ସିଏମ୍ ହେବେ, ଏବେ ସେମିତି ଶୁଣିବାକୁ ମିଳୁଛି ରାଜ୍ୟସଭାକୁ ଯିବେ। ବାରମ୍ବାର 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 ଗୋଟେ ଚେଷ୍ଟା ଚାଲିଛି, ଯେମିତି ରାହୁଲ ଗାନ୍ଧୀ କି ପପୁ, ଗୋଟେ ମିଡ଼ିଆ ଭିତରେ ଗୋଟେ ସିଷ୍ଟମ ଅଛି, ଇକୋ ସିଷ୍ଟମ। ରାହୁଲ ଗାନ୍ଧୀକୁ ପପୁ କହିଦିଅ, ୟାକୁ କ୍ଷମତା ଲୋଭୀ ଦେଖେଇ ଦିଅ, ଗୋଟେ ଚକ୍ରାନ୍ତ ମୂଳକ ଭାବେ ଚାଲିଛି। କୋଉଠି ନା କୋଉଠି ନିଶ୍ଚିତ ଭାବରେ ଦିଲ୍ଲୀର ଜନତା ଜନାଦେଶ ଦେଇଛନ୍ତି ବିଜେପି ସରକାର। ତାଙ୍କର ଅନେକ ମୁଖ୍ୟମନ୍ତ୍ରୀ, ଡେପୁଟି ସିଏମ୍, ଅନ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ଆମ୍ ଆଦମୀ ପାର୍ଟିର ସମସ୍ତେ ଜେଲରେ ରହିଲା ପରେ ବି ତାର ବି ଇମ୍ପାକ୍ଟ କିଛି ପଡ଼ିଲାନି ଭୋଟିଂ ଉପରେ। ପୁଣି ବିଜେପିକୁ ସମର୍ଥନ ଦେଲେ, ଜନାଦେଶ ଦେଲେ ଦିଲ୍ଲୀ। ଆପଣ କଣ ଦେଖୁଛନ୍ତି? ନା, ତାର ଇମ୍ପାକ୍ଟ ତ କିଛି ପଡ଼ିଲାନି। ମାନେ ଯେଉଁଭଳି ଭାବରେ ପ୍ରଚାର କରାଯାଇଥିଲା ୟାଙ୍କ ବିରୁଦ୍ଧରେ, କେଜରିୱାଲ, ସଞ୍ଜୟ ସିଂ ଏମାନେ କୋର୍ଟକୁ ଯାଉଥିବେ, ତାଙ୍କ ମୁହଁକୁ ରାଉଣ୍ଡ ରାଉଣ୍ଡ କରିକି ଦେଖାହେଉଥିବା, ଗୋଟେ ପଇସା କୋଉଠି ଜବତ ହେଇନି, କି ସେ କୋଉଠି ସମ୍ପତ୍ତି କିଣିବା କି ସୁନା କିଣିବା କିଛି କୋଉଠି ଜବତ ହେଇନି। ଆପଣମାନେ ଦେଖିଛନ୍ତି ଯୋଉଠି ସିବିଆଇ ଫିବିଆଇ ରେଡ୍ ହୁଏ, ସୁନା ବିସ୍କୁଟ ଜବତ ହୁଏ, ତାକୁ ସଜେଇକି ରଖନ୍ତି, ସାମ୍ବାଦିକକୁ ଦେଖାନ୍ତି। ୟାଙ୍କର ସେମିତି କିଛି ହେଇନି। ଆଚ୍ଛା, ତମେ ତାକୁ 2 ବର୍ଷ 2.5 ବର୍ଷ କାଳ ଜେଲରେ ଭର୍ତ୍ତି କଲ, ତା ସତ୍ତ୍ୱେ ତମେ କ'ଣ କଲ ନା ଭୋଟର ଲିଷ୍ଟରେ ଗଡ଼ବଡ଼ି କଲ। ଇଲେକ୍ସନ କମିଶନର ୱେବସାଇଟ୍ କହୁଛି 2024 ଲୋକସଭା ନିର୍ବାଚନ ଏବଂ 2025 ବିଧାନସଭା ନିର୍ବାଚନରେ ଖୋଦ ଅରବିନ୍ଦ କେଜରିୱାଲଙ୍କ ନିର୍ବାଚନ ମଣ୍ଡଳୀରୁ 1/3 ନା 1/4 ଭୋଟରଙ୍କ ସଂଖ୍ୟା କମିଛି। ମାନେ ଏଲିଜିବଲ୍ ଭୋଟର, କେତେ ଲୋକ ଭୋଟ ଦେବାକୁ ଆସିଲେ ସେଇଟା ନୁହେଁ, କି ଜନସଂଖ୍ୟା ବଢ଼ିବା ସମୟରେ ଗୋଟେ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା କେମିତି କମୁଛି? ତେଣୁ ସେମାନେ, ଆପଣଙ୍କର ମନେ ଥିବ କ୍ରିକେଟ ମ୍ୟାଚରେ ଷ୍ଟିଭ୍ ବକନର ଥିଲେ, ଅଶୋକା ଡିସେଲବା ଥିଲେ, ଶକୁର ରାଣା ଥିଲେ, ଏମାନେ କି ପ୍ରକାର ନିଷ୍ପତ୍ତି ଦେଉଥିଲେ?